ନମସ୍କାର, ଜୟ ଜଗନ୍ନାଥ, ଜୟ ମା ଦୁର୍ଗା। ଆମେ ଏବେ ବାହାରିଲୁ ମାଆକୁ ଦର୍ଶନ କରିବା ପାଇଁ। ଆମେ ଆସିଛୁ ଏବେ ଫାଷ୍ଟ ଷ୍ଟାର୍ଟିଂ କରାହେଇଛି ତକତପୁରରେ। ଦେଖୁଛନ୍ତି କେତେ ସୁନ୍ଦର ଲାଇଟିଂ ସଜା ହେଇଛି, ସବୁ ବହୁତ ସୁନ୍ଦର ଲାଗୁଛି। ରାସ୍ତା ପୁରା ଲାଇଟ୍ରେ ଭର୍ତ୍ତି, ବଢ଼ିଆ ଲାଗୁଛି। ମାଆ ପାଇଁ ସବୁ ସଜା ହେଇଛି। ଆମେ ଏବେ ଭିତରକୁ ଏଣ୍ଟ୍ରି କଲେ, ଦେଖୁଛନ୍ତି କେତେ ଭିଡ଼। ଆଜି ନବମୀ ଥିଲା, ନବମୀରେ ବି ବହୁତ ଲୋକ ଆସିଛନ୍ତି ଦେଖିବା ପାଇଁ ମାଆକୁ। ଦେଖୁଛନ୍ତି ନା ପେଣ୍ଡାଲଟା କେତେ ସୁନ୍ଦର ଲାଗୁଛି, ବହୁତ ସୁନ୍ଦର ଭାବରେ ସଜା ହେଇଛି। ଭିତରକୁ ଏବେ ପଶିବା, ଆମେ ଭିତରକୁ ପଶିବା, ମାଆକୁ ଦର୍ଶନ କରିବା, ଦେଖିବା ଭିତରେ କେମିତି ସୁନ୍ଦର ଭାବରେ ମାଆକୁ ସଜା ହେଇଛି। ବାହାରୁ ତ ଲାଗୁଛି ମାଆକୁ ବହୁତ ସୁନ୍ଦର ଭାବରେ ସଜା ହେଇଥିବ। ଚାଲନ୍ତୁ ଭିତରେ ପଶିବା। ଦେଖୁଛନ୍ତି କି ବହୁତ ସୁନ୍ଦର ଭାବରେ ବାକି କରା ତ ହେଇଛି, ଟିକେ ଟିକେ କାମ ଗୁଡ଼ା ଛୋଟ ଛୋଟ ସବୁ ବହୁତ ସୁନ୍ଦର ଲାଗୁଛି, ଭଲ ଲାଗୁଛି। ଦେଖାଯାଉ ଭିତରକୁ ପଶିବା, ଆଉ କ'ଣ ଦେଖିବା। ହଁ, ବହୁତ ସୁନ୍ଦର ଲାଗୁଛି। ବାବାରେ, ଭିତରେ କେତେ ଭିଡ଼। ହଉ ମାଆ ପାଖକୁ ପହଞ୍ଚିବା। ଦେଖୁଛି ପହଞ୍ଚି ପାରୁଛି କି ନାହିଁ। ଏତେ ଭିଡ଼, ଏମାନେ ସବୁ ମାଆକୁ ଜଗିଛନ୍ତି। ଦେଖୁଛନ୍ତି ନା ବହୁତ ସୁନ୍ଦର ଲାଗୁଛି। କିଏ କିଏ ଆସିଛନ୍ତି କମେଣ୍ଟରେ ନିହାତି କହିବେ। ମୁଁ ତ ଯାଇଥିଲି, ମୋତେ ତ ବହୁତ ସୁନ୍ଦର ଲାଗିଲା। ଆପଣମାନଙ୍କୁ କେମିତି ଲାଗିଲା ସେ ବି କମେଣ୍ଟରେ କହିବେ। ମାଆ ପାଖକୁ ପହଞ୍ଚିବା ପାଇଁ କେତେ ଟାଇମ୍ ଲାଗୁଛି, ଏତେ ଯେ ଭିଡ଼। ସମସ୍ତେ ତ ଫଟୋ ଭିଡ଼ିଓରେ ବ୍ୟସ୍ତ, ଆଉ ମୁଁ କେମିତି ବାଦ ଯିବି। ମୁଁ ବି ମଉକା ଟିକେ ମାରିଦେଲି। ଆଉ ସମସ୍ତଙ୍କ ହାତରେ ଗୋଟେ ଗୋଟେ ଫୋନ୍ ତ ନିହାତି, ସବୁ ଭିଡ଼ିଓ ଆଉ ଫଟୋ। ଫାଇନାଲି ମାଆ ପାଖକୁ ପହଞ୍ଚିଲେ। ଦେଖନ୍ତୁ ମାଆକୁ କେମିତି ଦେଖାଯାଉଛି। ଫାଙ୍କା ଥିଲେ ବା ଟିକେ ସେଠି ଠିଆ ହେଇ ଦେଖି ପାରିଥାନ୍ତେ, ଏତେ ଠିଆ ହେବା ପାଇଁ ବି ଦେଉନାହାନ୍ତି। ସମସ୍ତଙ୍କୁ ଏଠି ଫଟୋ କି ଭିଡ଼ିଓ କରିବା ପାଇଁ ବି ମନା କରୁଛନ୍ତି, ଭିଡ଼ ହେଇଯାଉଛି ବୋଲି। ସମସ୍ତଙ୍କୁ ଏଇ ଦେଖୁଛନ୍ତି ନା କେମିତି ଖେଦଉଛନ୍ତି। ଏଠି କେହି ବି ଛିଡ଼ା ହେଇପାରୁନାହାନ୍ତି। ସେଠି ସବୁ ଫଟୋ ଭିଡ଼ିଓ ଉଠୁଛନ୍ତି ତ ଭିଡ଼ ହେଇଯାଉଛି, ସେଇଥିପାଇଁ। ମାଆକୁ ଦର୍ଶନ କରିଦେଲେ ଏବେ ଆମେ ଏଠୁ ବାହାରିବା। ଦେଖାଯାଉ ବାହାରକୁ ଆଉ ବାହାରି ପାରୁଛେ ନା ନାହିଁ। ଆମେ ପାଲବଣିରେ ବି ଦେଖୁଛନ୍ତି ନା କେତେ ଭିଡ଼। ସବୁପଟେ ଆଜି ପାଗଟା ଠିକ୍ ଥିଲା ନା, ସେଇଥିପାଇଁ ସବୁଆଡ଼େ ବହୁତ ଭିଡ଼। ମେନ୍ ରାସ୍ତା ତ ଭିଡ଼ ହେଇଯାଇଛି। ଆଉ ତ ମାଆ ପାଖକୁ ଆସୁଛନ୍ତି, ଆଉ ଭିଡ଼ ତ ହବ। ହଉ, ଭିତରେ ତ ମାଆଙ୍କ ଦର୍ଶନ ସାରି ଏବେ ଯିବା ତୁଳସୀ ଚଉରା। ଗଲେ ଆମେ ତୁଳସୀ ଚଉରା ବି ଦେଖୁଛନ୍ତି ନା କେତେ ଭିଡ଼। ଚାରିପଟେ ବହୁତ ଭିଡ଼, ତୁଳସୀ ଚଉରାରେ ବି ବହୁତ ଭିଡ଼। ମାଆ ପାଖକୁ ପହଞ୍ଚିବା କେମିତି ଚିନ୍ତାରେ, ଏପଟେ ପ୍ରୋଗ୍ରାମ୍ ବି ଚାଲିଛି, ଏପଟେ ମେଳା ଚାଲିଛି, ସେଇଥିପାଇଁ ବି ବହୁତ ଭିଡ଼। ହଉ ଦେଖାଯାଉ, ମାଆଙ୍କୁ ଦର୍ଶନ ସାରି ଏବେ ଘରକୁ ପଳେଇବା। ଆଉ ଇଚ୍ଛା ହେଉନି କୁଆଡ଼େ ଯିବା ପାଇଁ, ନା ଏତେ ଗରମରେ ଆଉ ଭଲ ଲାଗୁନି। ମାଆଙ୍କୁ ଦର୍ଶନ ତ ସରିଲା, ଆଉ ଏବେ ଘରକୁ ପଳେଇବା ରିଟର୍ନ। କେମିତି ଲାଗିଲା ମୋ ଭିଡ଼ିଓ କମେଣ୍ଟରେ ନିହାତି ଜଣାଇବେ। ନମସ୍କାର, ଜୟ ଜଗନ୍ନାଥ, ଜୟ ମା ଦୁର୍ଗା। ମା ଦୁର୍ଗା ସମସ୍ତଙ୍କୁ ଭଲରେ ରଖିଥାନ୍ତୁ। ପୁଣି ଆର ବର୍ଷକୁ ମାଆକୁ ଅପେକ୍ଷା। ମାଲୋ ସମସ୍ତଙ୍କୁ ଭଲରେ ରଖିଥା।